କିଏ ପାଡ଼ି ଦେଲା ବେ? ଏ ଝିଅ ଛୁଆଟାକୁ କମ ଭାବନି, ପୁଞ୍ଚ ପୁଞ୍ଚ ପାଡ଼ି ଦଉଛୁ, ଗନ୍ଧ ହଉଛୁ ଖାଲି। ଆମେ କିସ ଟ୍ୟୁସନ ସାରଙ୍କୁ ଡରୁଛି ନା କଣ? ସିଏ ଆମର କଣ କରିବେ? ଆସନ୍ତୁ ତାଙ୍କୁ ଜୁହାର କରିଦେଇକି ମିଛ କହିଦବା, ଆମେ ରକ୍ଷା ପାଇଯିବା। ପାଡ୍ରି ଏ ପାଡ୍ରି ଯେତେ ହସୁଛ ହସ, ସାର୍ ଆସନ୍ତୁ ତୁମ ଝୁଳ ବାହାର କରିଦେବେ ବାଳୁଙ୍ଗା ଗୁଡାକ। ହଁ ଆମେ ବାଳୁଙ୍ଗା ନା ଧାନ? ନିଜେ ତ ଜାଣିନୁ ଆମେ ବାଳୁଙ୍ଗା ଭଳିଆ ଦେଖାଯାଉଛି ନା କଣ? ଆମେ ପାରା ସବୁ ମଣିଷ ଛୁଆ, ଆମକୁ ଧାନ ବାଳୁଙ୍ଗା କହିଦଉଛୁ ଆଉ। ଏ ଝିଅ ଛୁଆ ଆମକୁ ଡରେଇ ଦଉଛୁ, ଝିଅ ମାନଙ୍କୁ ଆମେ ପୁଣି ଡରିବୁ? ଆମେ ଡନ୍ ହବୁ ହେଲା, ଡନ୍ ଡନ୍। ହଁ ଯେତେ ଡନ୍ ହୁଅ ନା କଣ ହୁଅ, ସାର୍ ଯଦି ମୋ କଥା ନ ଶୁଣିବେ ତୁମେ ଆମ ଘର ଦେଇ ଯେତେବେଳେ ଯିବ ସେଇଠି ମୋ ବାପାକୁ କହିକି ପିଟା କରେଇବି, ଜାଣିଛ? ଆଉ ନା ତୋ ବାପା ମାନେ ଆମ ମଉସା ଆମକୁ ପୁଣି ପିଟିବେ? ଏ କି କଥା ଏଇଗୁଡାକ? ହେଇ ତ ସାର୍ ଆସିଗଲେଣି, ଏବେ ତୁମର ଠିକ ଭାବରେ ବିଚାର ହବ। ଅନେଇଥ ଖାଇବ ଭାତ ଆଜି। ହେଇ ସତରେ ଆସିଲେ ନା କଣ? ଆମକୁ ଡରେଇ ଦେଲୁ ତ। ଆଉ ପିଲାମାନେ ଖବର କଣ? ସବୁ ଭଲ ସାର୍, ଆମେ ଠିକ ଠାକ ଅଛୁ। ମୁଁ ବି ସାର୍ ଆଜି ବହୁତ ପାଠ ପଢିବି। ଆଉ ଝିଅ ତ କିଛି କହିଲୁନି ଯେ, କେମିତି ଅଛୁ? ସାର୍ ଏମାନେ ନା ମତେ ହଇରାଣ କରୁଛନ୍ତି। ଆରେ ଝିଅ ଛୁଆଟାକୁ ପୁଣି ହଇରାଣ କରୁଛ? କେମିତି ତତେ ହଇରାଣ କଲେ ମା? ମତେ ନା ଏମାନେ ପାଡ୍ରି କହୁଛନ୍ତି। ସେମାନେ ପାଡ଼ି ଦେଇ ମୋ ଉପରେ ଦୋଷ ଲଦି ଦଉଛନ୍ତି। ଏଇଗୁଡା କଣ ସତ କଥା? ନା ସାର୍ ଆମେ ସେମିତି କିଛି ବି କହିନୁ। ଆମେ ତ ସେ ବାହାରୁ ପଚା ଗନ୍ଧ ଆସୁଥିଲା, ସେଇଟା ପଚାରୁଥିଲୁ କୋଉଠୁ ଗନ୍ଧ ଆସୁଛି। ସିଏ ନିଜକୁ ନିଜେ ଭାବି ଦଉଛି ଆଉ। ବିଶ୍ୱାସ କରନ୍ତୁ ସାର୍, ମତେ ଏମାନେ ହଇରାଣ କରୁଛନ୍ତି, ଆହୁରି କେତେ କଣ ପ୍ରକାର ହଇରାଣ କରୁଛନ୍ତି। ଆଜି ଏମାନଙ୍କୁ ଭଲସେ ଦଣ୍ଡ ମିଳିବ। ଆଉ କଣ କଣ ହଇରାଣ କରିଛନ୍ତି କହିଲୁ ଟିକେ? ସାର୍ ଏମାନେ ନା ଖାତା ଚିରିକି ରକେଟ ବନାଉଛନ୍ତି ଆଉ ମୋ ଉପରକୁ ଫିଙ୍ଗୁଛନ୍ତି। ଏହେ ଏଗୁଡା ଜମାରୁ ଭଲ କଥା ନୁହେଁ, ଏମିତି କାଇଁ କରୁଛ? ସାର୍ ଆପଣ ପରା ଶିଖେଇଛନ୍ତି ଆମକୁ ଏମିତି କରିବାକୁ। ମୁଁ ଶିଖେଇଲି? କେମିତି ଶିଖେଇଲି ତୁମକୁ? କଥା କଣ କି ସାର୍, ଆପଣ ସେଦିନ ବିଜ୍ଞାନରେ ପଢଉଥିଲେ ରକେଟ କେମିତି ଉଡେ। ଆମେ ରକେଟ ସେଥିପାଇଁ ବନେଇକି ପରୀକ୍ଷା କରୁଥିଲୁ। ହଇରେ ବାଳୁଙ୍ଗା, ମୁଁ କଣ ତା ଉପରେ ଫିଙ୍ଗିବାକୁ କହିଥିଲି ନା? ଆଉ ସାର୍ ସେ ରକେଟରେ ସେମାନେ ଆଇ ଲଭ୍ ୟୁ ଲେଖିକି ମତେ ଦେଇଥିଲେ। ହଇରେ ଏମିତି କାଇଁ କଲ? କାହିଁକି ତାକୁ ଆଇ ଲଭ୍ ୟୁ ଲେଖିକି ପଠେଇଲ? ସାରେ ଆମେ ଯଦି ତାକୁ ସାମ୍ନାସାମ୍ନି ଆଇ ଲଭ୍ ୟୁ କହିଥାନ୍ତୁ ତାହେଲେ ଆମେ ଦୋଷୀ ହେଇଥାନ୍ତୁ। ତା ବଦଳରେ ଆପଣ ଆମକୁ ପିଟିଥାନ୍ତେ। ସେଥିପାଇଁ ଆମେ ପରୋକ୍ଷ ଉପାୟରେ ରକେଟରେ ସେଇଟାକୁ ପଠେଇଲୁ। ଏବେ ଆମର ତ କିଛି ଦୋଷ ହେଲାନି, ରକେଟର ଦୋଷ ହେଲା। ଯାହା ଦଣ୍ଡ ଦେବେ ଆପଣ ରକେଟକୁ ଦଣ୍ଡ ଦେବେ। ଆରେ 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 ତୁମର ତ ବହୁତ ଦୁଷ୍ଟ ବୁଦ୍ଧି ବାହାରିଲାଣି। ତୁମକୁ ଦଣ୍ଡ ନ ଦେଲେ ଆଉ ରକ୍ଷା ନାହିଁ। ଆମେ ତ କିଛି ଭୁଲ କରିନୁ ସାର୍, ଆମକୁ କାହିଁକି ଦଣ୍ଡ ଦେବେ? କିଛି ଭୁଲ କରିନ? ତୁମ ବାପାଙ୍କୁ ଡାକି ଆଣିବ, ଯାଅ ଆଗେ ବିଚାର ହବ, ତାପରେ ମୁଁ କହିବି ତୁମର କଣ ଭୁଲ ହେଇଛି। ସାର୍ ଆଜି ତାହେଲେ ଆମେ ପାଠ ପଢିବୁନି? ନା ଆଜି ପାଠ ପଢା ହବନି। ଆମେ ତ ଏଇ କଥା ଚାହୁଁଥିଲୁ, ପାଠ ନ ପଢାକୁ ବୋଲି। ଥ୍ୟାଙ୍କ ୟୁ ସାର୍। ଯାଅ ବାଳୁଙ୍ଗା ସବୁ ଯାଅ, ବାପାଙ୍କୁ ଡାକିକି ଆଣିବ। ହଁ ସାର୍ ଯିବେ ଯେ, ଗଲାବେଳେ ମୋ ବାପାଙ୍କୁ କହିଦେବି, ସେମାନଙ୍କୁ ବାଡେଇବେ। ଯାହା କରିପାରୁଛୁ ଝିଅ କର, ଏମାନଙ୍କୁ ଭଲସେ ମାଡ଼ ଦରକାର ହେଲାଣି। ଏମାନଙ୍କୁ ଆଜି ମୁଁ ଛାଡିବିନି, ତାଙ୍କୁ ରକ୍ଷା ଜମାରୁ ଦେବିନି। ବାପାଙ୍କୁ କହିବି ମାନେ କହିବି। ହଉ କହ ତୋ ବାପାଙ୍କୁ କଣ ଆମେ ଡରିକି ନା କଣ? ସାର୍ ପାଠ ତ ପଢା ହବନି, ଆମେ ତାହେଲେ ଚାଲିଲୁ, ବାପାଙ୍କୁ ଡାକି ଆଣିବୁ ଆଉ। ହଉ ଯାଅ ଶୀଘ୍ର ଯିବ, ଯାଅ। ଆରେ ଆଜି କଣ ଏତେ ଶୀଘ୍ର ଛୁଟି ହେଇକି ଆସିଲୁ ଟ୍ୟୁସନରୁ? ବାପା ମୋ ସାଙ୍ଗ ଦୁଇ ଜଣ ମତେ ହଇରାଣ କଲେ, ଆଉ ସାର୍ କହିଲେ ଆଜି ପାଠ ପଢା ହବନି, ସେଥିପାଇଁ ଆମେ ପଳେଇ ଆସିଲୁ। ଆଜି ମୋ ସାଙ୍ଗ ଦୁଇ ଜଣକୁ ଛାଡିବନି, ଏଇ ବାଟେ ଯେତେବେଳେ ପାରିବେ ତାଙ୍କୁ ଠିକ ଶାସ୍ତି ଦବ। ତୁମକୁ କଣ କଲେ କି? କେମିତି ହଇରାଣ କଲେ? ବାପା ସେମାନେ ମତେ ପାଡ୍ରି ଡାକୁଛନ୍ତି। ହଁ କି? ଆଉ ସେମାନେ ରକେଟ ତିଆରି କରି ମତେ ଫିଙ୍ଗୁଛନ୍ତି। ଏମିତି କଥା କି? ବାପା ଆଉ ସେ ରକେଟରେ ଆଇ ଲଭ୍ ୟୁ ଲେଖିକି ମୋ ଉପରକୁ ଦଉଛନ୍ତି। ଆରେ ହେଇ ଏମାନେ ତ ବଦମାସ ହେଲାଣି, ଏମାନଙ୍କୁ ଠିକ ଶାସ୍ତି ଦବାକୁ ହବ। କୁଆଡେ ଗଲେ ସେ ଦିଟା ବାଳୁଙ୍ଗା? ଆସନ୍ତୁ, ତାଙ୍କୁ ମୁଁ ଆଜି ଠିକ ଶାସ୍ତି ଦେବି। ବାପା ହେଇ ପରା ସେମାନେ ଆସିଲେଣି। ଏରେ ଏ ଟୁକା ଦି ଜଣ ଏଠିକି ଆସିଲ। ନମସ୍କାର। ଆରେ ହେଇ ବାଳୁଙ୍ଗା ଦିଟା, ଏଠି ତ ବହୁତ ସମ୍ମାନ ଦେଖାଉଛ, ଟ୍ୟୁସନରେ ମୋ ଝିଅକୁ କାହିଁ ହଇରାଣ କରୁଛ? ମଉସା ଆମେ ତ ହଇରାଣ କରିନୁ, ଆମେ ତା ସହିତ ମଜା କରୁଥିଲୁ। ସାଙ୍ଗ ମଜା କରିବୁନି ତ ଆଉ କାହା ସହିତ ମଜା କରିବୁ? ମୋ ଝିଅକୁ ଏଇ ମଜା ଭଲ ଲାଗେନି, ତାକୁ ସେମିତି କିଛି କରିବନି, ନହେଲେ ତୁମକୁ ପିଟିକି ଛୁଟା କରିଦେବି। ବାପା ଏମାନଙ୍କୁ ଏମିତି କହିକି ଛାଡନି, ଏମାନେ ଏଠି ବହୁତ ଭଲ ଦେଖି ହଉଛନ୍ତି। ବାଡି ଆଣିକି ତାଙ୍କୁ ପିଟ।
ମଉସା ଆମେ ତ କିଛି ବି ଭୁଲ କରିନୁ, ଖାଲିଟାରେ ଆପଣ ଆମକୁ ଦୋଷୀ ଭାବୁଛନ୍ତି। ହଁ ହଁ ଆମେ କିଛି ବି ଭୁଲ କରିନୁ। ହଉ ହଉ ତୁମ ସାରଙ୍କୁ କହିଦଉଛି ତୁମକୁ ଠିକ ଶାସ୍ତି ଦେବେ। ଆମେ ବି ତ ଏଇଟା ଚାହୁଁଛୁ, ଗୁରୁଜୀ ଆମର ବିଚାର କରନ୍ତୁ, ଠିକ ନ୍ୟାୟ ସେଥିରୁ ଆମକୁ ମିଳିବ। ଆପଣଙ୍କ ଝିଅ ବହୁତ ମିଛେଇ, ସବୁ ଆଡେ ମିଛ କହି କହି ଆମକୁ ଭୁଲ ବୋଲି କହୁଛି। ଆରେ ହଠାତ୍ ପୁଣି କାନ୍ଦିଲୁ କାହିଁକି? ମତେ ହଇରାଣ କରୁଛନ୍ତି ଆଉ ଆପଣ କିଛି ବି କହୁନାହାନ୍ତି, ସେଥିପାଇଁ ମୁଁ କାନ୍ଦିଲି। ହଉ ହଉ କାଲି ଏମାନଙ୍କର ବିଚାର ହବ। ତୁମ ସାର୍ ଥିବେ, ଏଇ 2 ଜଣ ଥିବେ, ତାଙ୍କ ବାପା ଥିବେ, ତୁମ ଟିଉସନ ଘରେ ଏମାନଙ୍କୁ ଠିକ ବିଚାର ହବ। ମୁଁ କାଲିକି ଯିବି ଯେ ତୁମ ଟିଉସନ ପାଖକୁ। ହଁ ମଉସା, ସେଇଦିନ ଆପଣ ଠିକ ବିଚାର କରିବେ। କାଲିକି ଚାଲନ୍ତୁ, ଆମେ ବି ଯିବୁ। ମୋ ବାପାଙ୍କୁ ବି ମୁଁ ଡାକିକି ନେବି। ମୁଁ ବି ମୋ ବାପାଙ୍କୁ ଡାକିକି ନେବି, ସେଠି ଭଲରେ ବିଚାର କରିବା। ବାଏ ବାଏ। ବାଏ ବାଏ।